ତ ଏଇଟା ଗୋଟେ ବଢିଆ କ୍ୱେଶ୍ଚିନ୍ଟା ସେ ଓଡବ୍ଲ୍ୟୁଏସ୍ସି ର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ଟା। ତାରା ବରୋଡ୍ 5,000 ଟଙ୍କା ଫ୍ରମ୍ ତାରିଣୀ ଆଟ୍ 6% ଅଫ୍ ଆନମ୍ ଇନ୍ ସିମ୍ପଲ୍ ଇଣ୍ଟରେଷ୍ଟ, ମାନେ ସେ ସିମ୍ପଲ୍ ଇଣ୍ଟରେଷ୍ଟରେ 6% ସୁଧରେ ସେ ଆଣିଛି 5,000 ଟଙ୍କା। ତ ପ୍ରିନ୍ସିପାଲ ଆମର କେତେ ହେଇଯାଉଛି 5,000 ଟଙ୍କା, ରେଟ୍ ପରସେଣ୍ଟ କେତେ ଅଛି ଆମର 6%। ତ ସେ କହିଛି ତାରା ଆଣି ସାରିଲା ପରେ ରୁଦ୍ରକୁ ସେ ଦଉଛି କମ୍ପାଉଣ୍ଡ ଇଣ୍ଟରେଷ୍ଟରେ 10% ସୁଧ ହାରରେ। ଇଫ୍ ତାରା କଲେକ୍ଟ ଦ ମନି ବ୍ୟାକ୍ ଫ୍ରମ୍ ରୁଦ୍ର ଫ୍ରମ୍ 2 years, ମାନେ ରୁଦ୍ରକୁ ସେ କେତେ ଦେଇଛି, ରୁଦ୍ରକୁ 10%ରେ ଦେଇଛି। 10% ସେ ପୁଣି ସିଆଇରେ ଦେଇଛି, ମାନେ କମ୍ପାଉଣ୍ଡ ଇଣ୍ଟରେଷ୍ଟ। ତ ସେ ସମୂଳ ସୁଧ କଲେକ୍ଟ କରିସାରିଲା ପରେ 2 ବର୍ଷ ପାଇଁ କଲେକ୍ଟ କରୁଛି। ଟାଇମ୍ ପିରିୟଡ଼ କେତେ ଦେଇଛି 2 years। ତ ଆମେ ଯଦି ଦେଖିବା ରେଟ୍ ପରସେଣ୍ଟ ରୁଦ୍ରକୁ ଯେତେ ଯୋଉଟା ରହିଛି ସେଟା ସେଟା କେତେ ଅଛି 10%। 10% କମ୍ପାଉଣ୍ଡ ଇଣ୍ଟରେଷ୍ଟ ହେଲେ ୟାକୁ ଯଦି ଫ୍ରାକ୍ସନରେ ଡିଭାଇଡ୍ କରିବା ତ ଇଏ କେତେ ହେଉଛି 1/10 ହେଉଛି। ତ 10 ଟଙ୍କାରେ 1 ଟଙ୍କା ସୁଧ, ମାନେ କେତେ ହବ ତାହେଲେ ଆମାଉଣ୍ଟଟା କେତେ ହବ 11/10। ତ 2 ବର୍ଷ ପାଇଁ ଲାଗିଛି, ମାନେ ଆଉ ଗୋଟେ 11/10। ତ 11/10 ଇଣ୍ଟୁ 11/10 ୟାର କେତେ ହଉଛି ଭ୍ୟାଲୁଟା, ଏ ହବ 121, ଇଏ ହବ 100। ଆଉ 100ଟା ଆମର ଡିନୋଟ୍ କରୁଛି ପ୍ରିନ୍ସିପାଲକୁ, ଏଇଟା କରୁଛି ଆମାଉଣ୍ଟକୁ। ଯଦି 100ର ଭ୍ୟାଲୁ ଆମର ଦେଇଛି 5,000 ଟଙ୍କା, କାହିଁକି ପ୍ରିନ୍ସିପାଲ ଆମର 5,000 ଟଙ୍କା ହେଇଛି, 100ର ଭ୍ୟାଲୁ ଯଦି 5,000 ଟଙ୍କା ହୁଏ ତାହେଲେ 121ର ଭ୍ୟାଲୁ କେତେ ନା 5,000 ଇଣ୍ଟୁ 121/100 ହେଲା। ତ ଆନ୍ସର କେତେ ବାହାରୁଛି, ଇଏ 0 0 କଟିଯିବ, 0 0 କଟିଯିବ। 121 ଇଣ୍ଟୁ 5 କେତେ ହଉଛି 6050। ଏବେ ଦେଖିବା ଆମେ ସିମ୍ପଲ ଇଣ୍ଟରେଷ୍ଟ। ୟାକୁ ଯଦି ଆମେ ସିମ୍ପଲ ଇଣ୍ଟରେଷ୍ଟରେ ଦେଖିବା ତ ରେଟ୍ ପରସେଣ୍ଟ 6% ଅଛି, ସେ 2 ବର୍ଷ ପରେ ତାକୁ ଫେରେଇ ଦେଇଛି ପୁଣି ଥରେ ପଇସାଟା। ତ ଯଦି ରେଟ୍ ପରସେଣ୍ଟ 6 ଦଉଛି ଆଉ ତାର ଟାଇମ୍ ପିରିୟଡ଼ ଦେଇଛି 2 ବର୍ଷ, ମାନେ ଟୋଟାଲ କେତେ ହଉଛି 12%। 12% ମାନେ 12/100, ମାନେ 100 ଟଙ୍କା ଯଦି ପ୍ରିନ୍ସିପାଲ ହୁଏ 12 ଟଙ୍କା ତାର ସୁଧଟା। ତ 100 ଟଙ୍କାରେ 12 ଟଙ୍କା ସୁଧ, ମାନେ ଟୋଟାଲ ଆମାଉଣ୍ଟଟା କେତେ ହବ 112/100। ଇଏ ହେବ ଆମାଉଣ୍ଟ, ଇଏ ହେବ ପ୍ରିନ୍ସିପାଲ। ଆଉ 100ର ଭ୍ୟାଲ୍ୟୁ ଅଲରେଡି ଦେଇଛି ଆମର କେତେ ନା 5,000। ତ 112ର ଭ୍ୟାଲ୍ୟୁ କେତେ, ଇଏ 0 0 0 0 କଟିଯିବ। 50 ଇଣ୍ଟୁ 112, 50 ଇଣ୍ଟୁ 112 କେତେ ହଉଛି 50 ଇଣ୍ଟୁ 112, ଇଏର କେତେ ହବ ନା 5600। ତ ଆମର ଦେଖିଲା ସିମ୍ପଲ ଇଣ୍ଟରେଷ୍ଟରେ 5600 ବାହାରୁଛି, କମ୍ପାଉଣ୍ଡ ଇଣ୍ଟରେଷ୍ଟରେ 6,050 ବାହାରୁଛି। ତ ସେ କହିଛି କି ଆମର କେତେ ପ୍ରଫିଟ୍ ଗେନ୍ ହେଲା। ପ୍ରଫିଟ୍ ଗେନ୍ କେମିତି ହବ ନା 6,050 ମାଇନସ୍ 5600। ତ ପ୍ରଫିଟ୍ କେତେ ହଉଛି, ଇଏ ହବ 450 ଆନ୍ସର।